କିଛି ବି ହେଇଯାଉ ହୋଲି ଦିନ ଏହି ଉପାୟକୁ ଜରୁର କରିଦିଅନ୍ତୁ। ଗୋଟା ଧଣିଆର 5ଟି ଦାନାର ଉପାୟ ଆପଣଙ୍କୁ ଧନବାନ ବନାଇ ଦେବ। ବଡ଼ ବଡ଼ ଲୋକ ବି ଏହି ବିଶେଷ ଉପାୟକୁ କରିଥାନ୍ତି। ଯଦି ଆପଣ ବି ହୋଲି ଦହନ ଦିନ ଏହି ଉପାୟକୁ କରିଦେଲେ ତ ଏ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଧନବାନ ବନିବାରେ ରୋକିପାରିବ ନାହିଁ। ଏହି ଉପାୟର ମହତ୍ତ୍ୱ ବହୁତ ଅଧିକ ହୋଇଥାଏ। ଯେଉଁ ବ୍ୟକ୍ତି ଏହି ଉପାୟକୁ ଶ୍ରଦ୍ଧାର ସହିତ ମାତା ଲକ୍ଷ୍ମୀଙ୍କ ପାଇଁ କରିଥାନ୍ତି, ନିଶ୍ଚିନ୍ତ ରୂପେ ବ୍ୟକ୍ତି ଧନବାନ ବନିଥାନ୍ତି। ଆପଣଙ୍କର ଆଗକୁ ଆସୁଥିବା 7 ପିଢ଼ି ବି ଟଙ୍କା ପଇସା ଉପରେ ରାଜ କରିବେ। ଆପଣଙ୍କ ଜୀବନରେ ଧନର ବର୍ଷା ହେବାକୁ ଲାଗିବ। କିଛି ଦିନ ଭିତରେ ହିଁ ଆପଣଙ୍କର ଭାଗ୍ୟର କବାଟ ଖୋଲିଯିବ ଏବଂ ଉନ୍ନତିରେ ଆପଣଙ୍କର କୌଣସି ବି ବାଧା ଆସିବ ନାହିଁ। ଏହି ଉପାୟ ଆପଣଙ୍କର ସମସ୍ତ ମନସ୍କାମନାକୁ ପୁରା କରାଇଦେବ। ଆପଣଙ୍କ ଘରକୁ ଖୁସି ଆସିବ ଏବଂ କୁଣ୍ଡଳୀରେ ବସିଥିବା ଗ୍ରହ ନକ୍ଷତ୍ର ବି ଆପଣଙ୍କୁ ପୁରା ସାଥ ଦେବେ। ଯଦି ଆପଣ ହୋଲି ଦିନ ଧନିଆର ଏହି ଉପାୟକୁ କରିଥାନ୍ତି ତ ଏହା ଆପଣଙ୍କ ଜୀବନରେ ଚମତ୍କାର ଦେବା ଆରମ୍ଭ ହୋଇଯିବ। ଆପଣ ଏହି ଉପାୟକୁ ହୋଲି ଦିନ ଜରୁର କରିନିଅନ୍ତୁ। ଆପଣଙ୍କର ଜନ୍ମ ଜନ୍ମାନ୍ତର ଗରିବୀ ଦୂର ହୋଇଯିବ। ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଯଦି ଆପଣ ଚାକିରି ପାଇଁ ପ୍ରୟାସ କରୁଛନ୍ତି ତ ଆପଣ ବହୁତ ଜଲ୍ଦି ମନପସନ୍ଦର ଚାକିରି ପ୍ରାପ୍ତ କରିପାରିବେ। ଯଦି ଆପଣ ଅନେକ ଦିନରୁ କୌଣସି ବେମାରୀରେ ଚିନ୍ତିତ ଅଛନ୍ତି ତ ଶୀଘ୍ର ହିଁ ମୁକ୍ତି ମିଳିଯିବ। ଆପଣଙ୍କ ଜୀବନରେ ଧନର ନୂଆ ନୂଆ ରାସ୍ତା ଖୋଲିଯିବ। ଆର୍ଥିକ ସ୍ଥିତି ବି ମଜବୁତ ହୋଇଯିବ। ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଜୀବନରେ ଖୁସିରେ ଭରିଯିବ। ଏହି ବର୍ଷ ଏହି ହୋଲିର ଶୁଭ ଅବସରକୁ ହାତ ଛଡ଼ା ଆଦୌ କରନ୍ତୁ ନାହିଁ। ଏହି ବିଶେଷ ଉପାୟକୁ ଜରୁର କରନ୍ତୁ। ଆଜି ଆମେ ଆପଣଙ୍କୁ ଏହି ଉପାୟକୁ ସରଳ ଓ ସ୍ପଷ୍ଟ ରୂପେ କହିବୁ। ତା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା, ଯିଏ ବି ଏହି ଭିଡିଓକୁ ଗୋଟିଏ ଲାଇକ୍ କରିବେ ଏବଂ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ତାଙ୍କ ଜୀବନରେ କେବେ ବି ଦୁଃଖ କଷ୍ଟ ଯାହା ବି ଅଛି ତାହା ସବୁ ତୁରନ୍ତରୁ ତୁରନ୍ତ ଦୂର କରିଦିଅନ୍ତୁ। ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଭଗବାନ କୁବେର ଜରୁର ଲେଖନ୍ତୁ। ଯାହା ଫଳରେ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ସମସ୍ତଙ୍କୁ ପ୍ରାପ୍ତ ହୋଇପାରିବ। ହୋଲି ଦିନ ମାତା ଲକ୍ଷ୍ମୀଙ୍କୁ ବିଶେଷ ଦିନ ମନାଯାଏ। ଅନେକ ଥର ବଡ଼ ବଡ଼ ପୂଜା ପାଠ ଦ୍ୱାରା ମନସ୍କାମନା ପୁରା ହୋଇପାରେ ନାହିଁ, କିନ୍ତୁ ହୋଲି ଦିନ ରାତିରେ କେବଳ ଛୋଟିଆ ଉପାୟ ଆପଣଙ୍କର ସବୁ ଇଚ୍ଛାକୁ ପୁରା କରି ଦେଇଥାଏ। ବହୁତ ସାରା ଲୋକ ଏହି ଉପାୟକୁ ଆପଣାଇଛନ୍ତି। ଯଦି ଆପଣ ବି ଏହି ଉପାୟକୁ କରିବାକୁ ଚାହୁଁଛନ୍ତି ତ ପୁରା ବିଧିପୂର୍ବକ ଏହି ଉପାୟକୁ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଘରେ ଚାଲୁଥିବା କୌଣସି ବି ସମସ୍ୟା ସମାଧାନ ହେଇଯିବ। ଆଉ ପ୍ରତ୍ୟେକ ବ୍ୟକ୍ତି ଏହି ଉପାୟକୁ ଥରେ କରିବା ନିହାତି ଦରକାର। କାରଣ ଏହି ଦିନ ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ, କୌଣସି ବି ଦୋଷରୁ କିମ୍ବା ବେମାରୀ ଠାରୁ ମୁକ୍ତି ପାଇବା ପାଇଁ ଧନିଆର ମାତ୍ର 5ଟି ଦାନା ବହୁତ ବିଶେଷ ମହତ୍ତ୍ୱ ରହିଥାଏ। ଯେବେ ଏହି ଉପାୟକୁ ଠିକ ବିଧି ଦ୍ୱାରା କରିବେ ତ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ। ଆଉ ଏହି ଉପାୟ କିପରି କରିବେ? ଏହି ଉପାୟକୁ ଆପଣ କୌଣସି ମନ୍ଦିରରେ କରିବେ ନାହିଁ ତ ଆପଣଙ୍କ ଘରର ପୂଜା ଘରେ ବି କରିପାରିବେ। ଏବଂ ହୋଲି ଦହନ ପାଇଁ ଯେଉଁ ଜାଗାରେ ପୂଜା କରାଯାଏ ସେହି ଜାଗାରେ ବି ଏହି ଉପାୟକୁ ଆପଣ କରିପାରିବେ। ଆପଣ ଏହି ଉପାୟକୁ ମନ୍ଦିରରେ କରିବା ବହୁତ ଅଧିକ ଶୁଭ ହୋଇଥାଏ। ଯଦି ବି ଆପଣ କୌଣସି କାରଣରୁ ମନ୍ଦିରକୁ ଯାଇପାରୁନାହାନ୍ତି ତ ଏହି ଉପାୟକୁ ଆପଣ ଘରେ ବି କରିପାରିବେ। ଏହି ଉପାୟକୁ ଆପଣ ସକାଳୁ ବି କରିପାରିବେ ଏବଂ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ବି କରିପାରିବେ। କିନ୍ତୁ ହୋଲି ଦିନ ସନ୍ଧ୍ୟା ସମୟରେ ଏହି ଉପାୟ ପାଇଁ ସବୁଠୁ ଉତ୍ତମ ଓ ଲାଭକାରୀ ହୋଇଥାଏ। ଯଦି ଆପଣ ଏହି ଉପାୟକୁ ସକାଳେ କରୁଛନ୍ତି ତେବେ ସକାଳ ଯେତେ ଶୀଘ୍ର ସମ୍ଭବ ହେଉଛି ଏହି ଉପାୟକୁ କରନ୍ତୁ। ଚେଷ୍ଟା କରନ୍ତୁ 10ଟାରୁ 11ଟା ଭିତରେ ଏହି ଉପାୟକୁ କରିବେ। ଦ୍ୱିପ୍ରହରରେ ଏହି ଉପାୟକୁ କରିବେ ନାହିଁ। ଏହି ଉପାୟକୁ ସନ୍ଧ୍ୟା ସମୟରେ ଯଦି କରିବେ ତେବେ ପ୍ରଦୋଷ କାଳର ଏହି ଉପାୟକୁ କରିବେ। ଆଉ ପ୍ରଦୋଷ କାଳ 6ଟାରୁ 7ଟା ଭିତରେ ସବୁଠୁ ଉତ୍ତମ ସମୟ ହୋଇଥାଏ। ଆପଣ ଏହି ଉପାୟକୁ 8ଟା ଭିତରେ କରିପାରିବେ। ହୋଲି ଦିନ ମାତା ଲକ୍ଷ୍ମୀଙ୍କୁ ବ୍ୟକ୍ତି ଉପରେ ଧନର ବର୍ଷା କରିଥାନ୍ତି। ବାସ୍ ଆପଣ ଚୁପଚାପ ଏହି ଜାଗାରେ 5ଟି ଧନିଆ ଦାନାକୁ ପକାଇ ଦିଅନ୍ତୁ, ଯାହା ରାତାରାତି ଆପଣଙ୍କର ଭାଗ୍ୟକୁ ବଦଳାଇ ପାରିବ। ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ କେବେ ବି ଧନର କମି ରହିବ ନାହିଁ। ଧନିଆକୁ ନେଇ ଯଦି କିଛି ବି ଉପାୟ କରିବେ ତ ଆପଣଙ୍କ ଜୀବନର ସମସ୍ତ ସମସ୍ୟାକୁ ଦୂର କରିପାରିବେ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବି ପ୍ରାପ୍ତ କରିପାରିବେ, ଯାହା ଧନ ଓ ସମୃଦ୍ଧିର ବୃଦ୍ଧି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଧନିଆର ଅନେକ ଉପାୟ ବତାଯାଇଅଛି। ଏହା ଆପଣ ଆପଣଙ୍କର ଗ୍ରହକୁ ମଜବୁତ କରିପାରିବେ ଏବଂ ଜୀବନରେ ଆସୁଥିବା ଧନ ସହ ଯୋଡ଼ା
ସମସ୍ୟାରେ ମୁକ୍ତି ପାଇପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନିଆକୁ ଆପଣମାନେ ଖାଇବାରେ ପ୍ରୟୋଗ କରିଥାନ୍ତି, କିନ୍ତୁ ଯଦି ଏହି ଧନିଆକୁ ଠିକ୍ ମୁହୂର୍ତ୍ତରେ ଉପାୟ ରୂପରେ କରିବେ ତ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଏହାପରେ ଆପଣଙ୍କ ଜୀବନରେ ଧନର କମି ଦୂର ହୋଇଯିବ ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଜୀବନରେ ନିରନ୍ତର ବନି ରହିବ। ଧନିଆ ଦ୍ୱାରା ଉପାୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଆର୍ଥିକ ସ୍ଥିତିରେ ମଜବୁତ ହୋଇଥାଏ। ଏହା ମନାଯାଏ କି ଧନିଆର ଠିକ୍ ତରିକାରେ ଉପାୟ କରିବାର ଜୀବନରେ ଲଗାତାର ସମସ୍ୟା ଦୂର ହୋଇଯାଇଥାଏ ଏବଂ ଭାଗ୍ୟ ଆପଣଙ୍କର ସାଥ ଦେବାକୁ ଲାଗିଥାଏ। ଯାହା ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେହି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଯଦି ଆପଣ ଆପଣଙ୍କ କୁଣ୍ଡଳୀରେ ବାସ୍ତୁ ଦୋଷ, ମଙ୍ଗଳ ଦୋଷ, ଯଦି ଅନ୍ୟ କୌଣସି ସମସ୍ୟା ଥାଏ ତ ଆପଣ ଏହି ଉପାୟକୁ ଜରୁର କରନ୍ତୁ। ଧନିଆ ଗୋଟିଏ ବହୁତ ସାଧାରଣ ଜିନିଷଟିଏ ଅଟେ। ଆପଣଙ୍କୁ ବହୁତ ସହଜରେ ଏହା ମିଳିଯାଇଥାଏ, କିନ୍ତୁ ଏହାକୁ ଠିକ୍ ଉପାୟ କରିବା ବହୁତ ଚମତ୍କାର ମନାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଗୋଟିଏ ମହାଶକ୍ତି ଉପାୟ ବତାଯାଇଛି। କୁହାଯାଏ କି ଯଦି କୌଣସି ବ୍ୟକ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଚାହାନ୍ତି ତ ସେହି ବ୍ୟକ୍ତି ଧନିଆର ଏହି ଉପାୟକୁ ଠିକ୍ ମୁହୂର୍ତ୍ତରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ହୋଲି ଦିନ ରାତିରେ କରିଦିଅନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ମିଳିଥାଏ ଆଉ ସେହି ବ୍ୟକ୍ତିର ଜୀବନରେ କେବେ ବି ଧନର କମି ରହିନଥାଏ। ଏଥିପାଇଁ ଯଦି ଆପଣ ବି ଚାହାନ୍ତି କି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସदैବ ଆପଣଙ୍କ ଉପରେ ଏବଂ ଆପଣଙ୍କର ପୁରା ପରିବାର ଉପରେ ବନି ରହୁ, ତ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ କେବେ ବି ଧନର କମି ନ ରହୁ ଓ ଏହି ଉପାୟକୁ ଜରୁର କରନ୍ତୁ। ଆପଣମାନେ ପ୍ରାୟ ଜାଣିଥିବେ ଯେଉଁ ବ୍ୟକ୍ତି କରଜ ନେଇଥାନ୍ତି ସେ ତାଙ୍କ ଜୀବନରେ ଅନେକ ଗୁଡ଼ିଏ ସମସ୍ୟା ଆଣିଦେଇଥାନ୍ତି। ସବୁଠୁ ପ୍ରଥମେ ତାଙ୍କ ନିଦ ହଜି ଯାଇଥାଏ। ସେ ସବୁବେଳେ ଏଇଆ ଚିନ୍ତିତ ଥାନ୍ତି କି କେବେ ଆଉ କିପରି ତାଙ୍କ କରଜରୁ ମୁକ୍ତି ପାଇବେ। ଏହି ଚିନ୍ତାରେ ସେ ନିଜକୁ ବି ଭୁଲି ଯାଇଥାନ୍ତି। ଠିକ୍ ସେ ଖାଇପାରନ୍ତି ନା ଠିକ୍ ସେ ଶୋଇପାରନ୍ତି, କିଛି ବି କରିପାରି ନଥାନ୍ତି। ତାଙ୍କ ମାଇଣ୍ଡରେ ସବୁବେଳେ କରଜର ବୋଝ ରହିଥାଏ ଆଉ ସେ ଦିନ ରାତି ସବୁବେଳେ ଚିନ୍ତାରେ ଥାନ୍ତି କି ଏ କରଜର ବୋଝକୁ କିପରି ଶେଷ କରିବେ। ଯଦି ଆପଣ ବି ସେହି ପରିସ୍ଥିତିରେ ଗତି କରୁଛନ୍ତି, ଯଦି ଆପଣ ବି ସେହି କରଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତ ଆଜି ଆମେ ଆପଣଙ୍କୁ ଗୋଟିଏ ବିଶେଷ ଉପାୟ ଜଣାଇବୁ। ଏହି ଉପାୟ ନା କେବଳ ଧନ ସମୃଦ୍ଧିକୁ ସମସ୍ୟାକୁ ଦୂର କରିବ ବରଂ ଆପଣଙ୍କର ଜୀବନରୁ କରଜର ବୋଝକୁ ବି ଶେଷ କରିଦେବ। ଯଦି ଆପଣ ବି ଚାହାନ୍ତି କି ଆପଣଙ୍କର କରଜ ପୁରା ସମାପ୍ତ ହେଇଯାଉ ତ ଏହି ଖାସ୍ ଉପାୟକୁ କରନ୍ତୁ। ହୋଲି ଦିନ ଧନିଆ ବାଲା ଉପାୟ ଧନ ବୃଦ୍ଧି ଓ ସୁଖ ସମୃଦ୍ଧି ପାଇଁ ବହୁତ ପ୍ରଭାବଶାଳୀ ମନାଯାଏ। ହୋଲି ଦିନ ରାତିରେ ସ୍ନାନ କରି ସଫା ବସ୍ତ୍ର ଧାରଣ କରିବେ, ତାପରେ ଏକ ମୁଠି ଧଣିଆକୁ ନେବେ। ସେହି ଧଣିଆକୁ ହାତରେ ଧରି ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଏହି ମନ୍ତ୍ରକୁ 21 ଥର ଜପ କରିବେ। ଓମ୍ ହ୍ଲିଂ ଶ୍ଲିଂ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରକୁ ଜପ କରିସାରିବା ପରେ ହାତରେ ଧରିଥିବା ଧଣିଆକୁ ହୋଲିର ଦହନର ଅଗ୍ନିରେ ଫୋପାଡ଼ି ଦେବେ ଏବଂ ସମୃଦ୍ଧିର ପ୍ରାର୍ଥନା କରିବେ। ତା ପରଦିନ ସକାଳୁ ହୋଲି ଦହନର ପାଉଁଶକୁ ଅଳ୍ପ ରଖିବେ। ସେହି ପାଉଁଶକୁ ନେଇ ଆପଣଙ୍କର ଟ୍ରେଜରୀ କିମ୍ବା ଆପଣଙ୍କ ପର୍ସରେ ଯେଉଁଠି ବି ଆପଣ ଟଙ୍କା ରଖୁଛନ୍ତି ସେହି ଜାଗାରେ ସେହି ପାଉଁଶକୁ ରଖିଦିଅନ୍ତୁ। ହୋଲି ଦିନ ଧନିଆ ମଞ୍ଜି ଆପଣଙ୍କ ଘରର ଅଗଣାରେ ବା କ୍ଷେତରେ ବୁଣି ଦିଅନ୍ତୁ। ଯେତେବେଳେ ସେହି ଧନିଆ ଗଛ ବଢ଼ିବ ତ ଏହା ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଆପଣଙ୍କ ବ୍ୟାପାରରେ ବୃଦ୍ଧି ହେବ। ଆପଣଙ୍କ ପାଖକୁ ଧନ ଆସିଥାଏ କିନ୍ତୁ ରହିନଥାଏ, ତ ଏହି ଉପାୟ ଆପଣ ଜରୁର କରନ୍ତୁ। ହୋଲି ଦହନ ଦିନ ଚାନ୍ଦିର ଡବା ନେବେ। ସେହି ଡବାରେ କଳା ହଳଦୀ, କେଶର ଓ ସିନ୍ଦୁର ରଖି ହୋଲିର ପୂଜା କରନ୍ତୁ। ଏହାପରେ ସେହି ଡବାକୁ ଆପଣଙ୍କ ହାତରେ ଧରି ହୋଲି ପୂଜା ସ୍ଥାନରେ 7 ଥର ପରିକ୍ରମା କରିବେ ଏବଂ ସେହି ଡବାକୁ ଆପଣ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ। ଏହା ପରଠାରୁ ଆପଣଙ୍କ ପାଖରେ ଧନ, ଟଙ୍କା ପଇସା ରହିବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ। ଯଦି ଆପଣ ଲଗାତାର ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ତ ଏହି ଉପାୟ ଜରୁର ଆପଣାନ୍ତୁ। ହୋଲି ଦହନ ଦିନ ସନ୍ଧ୍ୟାରେ ଆପଣଙ୍କର ମୁଖ୍ୟ ଦ୍ୱାରକୁ ପାଣିରେ ଛିଞ୍ଚିଦେବେ। ଏହାପରେ 2ଟି ବତି ଥିବା ଦୀପ ଜଳାଇବେ। ଶୁଭ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ। ଯେତେବେଳେ ଦୀପଟି ପୁରା ଜଳିକି ଲିଭିଯିବ ତ ସେହି ଦୀପକୁ ହୋଲି ଦହନର ଅଗ୍ନିରେ ଅର୍ପିତ କରିଦେବେ। ଏହି ଉପାୟକୁ ଶ୍ରଦ୍ଧାରେ କରିବା ଦ୍ୱାରା ଧନ ହାନିକୁ ରୋକିପାରିବେ ଏବଂ ଧନ ଆସିବାର ନୂଆ ନୂଆ ମାର୍ଗ ଆସିଯିବ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ବି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ
ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।